ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ ପାରିତ ହେଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ। ରାଜ୍ୟସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ। ବିଶ୍ୱସ୍ତରୀୟ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀ ପାଇଁ ଭାରତର ନେତୃତ୍ୱକୁ ପ୍ରଶଂସା କଲେ ଜାତିସଂଘ ମହାସଚିବ ଏବଂ ଭଦୋଦରାର କୋଟାମ୍ବିସ୍ଥିତ ବିସିଏ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ମହିଳା ପ୍ରିମିୟର ଲିଗ୍ର ଫାଇନାଲ ମ୍ୟାଚ୍। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ବାଚନିକ ଭୋଟ୍ରେ ପାରିତ ହୋଇଛି। ଗତ ମାସ 28 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିଥିଲେ। ଅଭିଭାଷଣ ଉପରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ସର୍ବାନନ୍ଦ ସୋନୋୱାଲ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଓ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏହାକୁ ସମର୍ଥନ କରିଥିଲେ। ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବା ନେଇ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଅବଗତ କରାଇଥିଲେ। राष्ट्रपति के उस अभिभाषण को जो उन्होंने 28 जनवरी 2024 को एक साथ सम्मिलित संसद की दोनों सभाओं के समक्ष देने की कृपा की है, जो सदस्य इसके पक्ष में हाँ गए तो विरोध में ना गए, मेरे विचार में निर्णय हाँ वालों के पक्ष हुआ। ଆଜି ପ୍ରଥମ ମୁଲତବୀ ପରେ ପୁଣି ଦିନ 12ଟାରେ ଗୃହ ମିଳିତ ହେବା ସମୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରିଥିଲେ। ଶ୍ରୀ ବିର୍ଲା ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ସଂଶୋଧନ ଉପରେ ଭୋଟ ଦେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା କହିଥିଲେ, ଲୋକସଭାରେ ବଜେଟ୍ 2026-27 ଉପରେ ଆଲୋଚନା ହେବ ଏବଂ ସଦସ୍ୟମାନେ ଏହା ଉପରେ ନିଜର ମତାମତ ଉପସ୍ଥାପନ କରିପାରିବେ। ତେବେ ବିରୋଧୀଙ୍କ ଦ୍ୱାରା ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ପୂର୍ବାହ୍ନ 11ଟା ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ଟ୍ରେଜେରୀ ବେଞ୍ଚ ନିକଟରେ ପହଞ୍ଚି ସ୍ଲୋଗାନ ଦେଇଥିଲେ। ଶ୍ରୀ ବିର୍ଲା କହିଥିଲେ, ସଦସ୍ୟମାନଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗୃହର ମର୍ଯ୍ୟାଦା ନଷ୍ଟ କରୁଛି ବୋଲି ସେ କହିଥିଲେ। ଶ୍ରୀ ବିର୍ଲା କହିଥିଲେ, ଯଦି ଗୃହର ମର୍ଯ୍ୟାଦା ରକ୍ଷା କରାନଯାଏ ତେବେ କୌଣସି ବାଚସ୍ପତି ଗୃହର କାର୍ଯ୍ୟ ସଠିକ୍ ଢଙ୍ଗରେ ଚଳାଇ ପାରିବେ ନାହିଁ। ସେ ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଭିଯୋଗର ଉତ୍ତରରେ ଶ୍ରୀ ରିଜିଜୁ କହିଥିଲେ, ଗୃହର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ କଂଗ୍ରେସ ଦଳ ତାହା ଚାହୁଁନାହିଁ। ଶ୍ରୀ ରିଜିଜୁ ଖଡ଼ଗେଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲେ, कांग्रेस पार्टी अगर प्रधानमंत्री का बात नहीं सुनना चाहता है, उसका चॉइस क्या है मैं उसको थोपना नहीं चाहता हूं, लेकिन बाकी मेंबर्स प्राइम मिनिस्टर का भाषण सुनना चाहते हैं, वो कैसे रोक सकते हैं। दूसरा, लोकसभा का जो प्रोसीडिंग्स है उसका हवाला यहां दिया। दूसरा सदन का जो प्रोसीडिंग है उसको यहां जिक्र नहीं करना चाहिए। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶର ହିତ ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କହିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନଥିଲା ବୋଲି ଶ୍ରୀ ଖଡ଼ଗେ ଅଭିଯୋଗ କରିଥିଲେ। ଶ୍ରୀ ରିଜିଜୁ କହିଥିଲେ, ରାହୁଲ ଗାନ୍ଧୀ ସଂସଦୀୟ ନୀତି ନିୟମକୁ ଅନୁସରଣ କରୁନାହାନ୍ତି ଏବଂ ଅନ୍ୟ କିଛି କହିବାକୁ ଚାହୁଁଛନ୍ତି। ଶ୍ରୀ ଖଡ଼ଗେ କହିଥିଲେ, କେବଳ ରାଜ୍ୟସଭା ନୁହେଁ, ଉଭୟ ରାଜ୍ୟସଭା ଏବଂ ଲୋକସଭାକୁ ନେଇ ସଂସଦ ଗଠିତ। କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜେପି ନଡ୍ଡା ଶ୍ରୀ ଖଡ଼ଗେଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ସହ ଲୋକସଭାର କୌଣସି ବିଷୟ ରାଜ୍ୟସଭାରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସଂସଦରେ ସବୁ ସମୟରେ ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ରହୁଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ବାରମ୍ବାର ହଟ୍ଟଗୋଳ ସୃଷ୍ଟି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଛତିଶଗଡ଼ର ବିଜାପୁରରେ ଆଜି ସକାଳେ ସୁରକ୍ଷା ବଳ ସହ ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି, ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ବିଜାପୁର ଜିଲ୍ଲାର ଦକ୍ଷିଣାଞ୍ଚଳରେ ସୁରକ୍ଷା ବଳର ଏକ ମିଳିତ ଟିମ୍ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସକାଳଠାରୁ ଉଭୟ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସର୍ବଶେଷ ସୂଚନା ଅନୁଯାୟୀ ଜଣେ ମାଓବାଦୀର ମୃତଦେହ ଉଦ୍ଧାର ହେବା ସହ ଗୋଟିଏ AK-47 ରାଇଫଲ ଉଦ୍ଧାର କରାଯାଇଛି। ତଲାସୀ ଅଭିଯାନ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं ही कामरेड नीतू राज्य कमेटी सदस्य बोल रहा हूँ। मेरे साथ ममता, हनुपा, 16 और कामरेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामरेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समस्या समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए सोचना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूँगा। आपका राज्य कमेटी सदस्य नीतू। ଜାତିସଂଘ ମହାସଚିବ ଆଗାମୀ ବିଶ୍ୱସ୍ତରୀୟ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀ ପାଇଁ ଭାରତର ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ପର୍କ ଦୃଢ଼ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ କୃତ୍ରିମ ବୁଦ୍ଧିମତ୍ତା ଉଭା ହେଉଛି ବୋଲି ସେ କହିଛନ୍ତି। ଦ୍ରୁତଗତିରେ ବିକଶିତ ହେଉଥିବା ପ୍ରଯୁକ୍ତିବିଦ୍ୟା ଦ୍ୱାରା ଯେଉଁ ଆହ୍ୱାନ ଏବଂ ସୁଯୋଗ ସୃଷ୍ଟି ହେଉଛି ତାହାର ଫଳାଫଳକୁ ପରୀକ୍ଷା କରିବା ଲାଗି ଦେଶଗୁଡ଼ିକୁ ଏକାଠି ହେବାକୁ ପଡ଼ିବ ବୋଲି ଶ୍ରୀ ଗୁଟେରସ୍ କହିଛନ୍ତି। ଚଳିତ ମାସ 19 ଏବଂ 20 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏଆଇ ପ୍ରଭାବ ସମ୍ମିଳନୀ 2026ରେ ଯୋଗଦେବା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଭାରତ ଗସ୍ତରେ ଆସିବେ। ଏହା ପ୍ରଥମ ବିଶ୍ୱସ୍ତରୀୟ ଏଆଇ ସମ୍ମିଳନୀ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ନ୍ୟୁୟର୍କରେ ଗୁଏଟମାଳାର ସାମାଜିକ ବିକାଶ ଉପମନ୍ତ୍ରୀ କ୍ଲାଉଡିଆ ଟେରେସା ଭାଲେନଜୁଏଲା ଲୋପେଜଙ୍କ ସହ ସାକ୍ଷାତ କରିଛନ୍ତି। ଶ୍ରୀମତୀ ଠାକୁର ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉଭୟ ପକ୍ଷ ଲିଙ୍ଗଗତ ସମାନତା, ଦାରିଦ୍ର୍ୟ ଦୂରୀକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ଜାତିସଂଘରେ ସହଯୋଗ ପ୍ରତି ମିଳିତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ। प्रिय कामरेड नन्ना राज्य कमेटी सदस्य कामरेड नीतू व्यक्तमत नाव संगे ममता अनुपा अलकेने 16 कामरेड संगे पुलिस ते आत्मसमर्पित मना महासचिव 300 जोड़ हेवना कामरेड नुकसान या आत्मसमर्पण तोड़ इंजके जनाधारो भर्ती मिलिशिया पार्टी की वेंडे समन्वय हिल्ले मना ओडिशा ते पश्चिम ब्यूरो वेंडे नुकसान या सरेंडर हायनद परिस्थित इंजे पूर्व ब्यूरो ते केवल इच्छुर मूल्य नहीं तोड़ अदेन के सभ्य तोड़ सरेंडर किए मैंने आलोचना इंजो सुझाव अगर सरेंडर की ओके समस्या परिस्थित नुकसान वेंडे अंत सरेंडर कितके ओडिशा पुलिस तोरू हर प्रकार सुविधा इन तोड़ मिकिन वेतन बात के बेदई नाटिनवರ फोन तालसी मंजी संपर्क किए मैंने नव मोबाइल नंबर 7815070531 मिकुन ततन मैंने तैयार कितन मेवा राज्य कमेटी सदस्य नीतू। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିକୁ ଚମଡ଼ା ରପ୍ତାନୀ ପରିଷଦ ପ୍ରଶଂସା କରିଛି। ଏହାକୁ ଭାରତ ପାଇଁ ଏକ ବଡ଼ ବିଜୟ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଚମଡ଼ା ରପ୍ତାନୀ ପରିଷଦର ଆଞ୍ଚଳିକ ଅଧ୍ୟକ୍ଷ ଅସଦୈ ରାଗି କହିଛନ୍ତି, ଚମଡ଼ା ସାମଗ୍ରୀ ଉପରେ ଶୁଳ୍କ ହ୍ରାସ ପାଇବା ଫଳରେ ବ୍ୟବସାୟୀମାନେ ଆଶ୍ୱସ୍ତ ହୋଇଛନ୍ତି। ମହିଳା ପ୍ରିମିୟର ଲିଗ୍ରେ ଆଜି ଫାଇନାଲ୍ ମ୍ୟାଚ୍ ଭଦୋଦରାର କୋଟାମ୍ବି ସ୍ଥିତ ବିସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ସମୟରେ ମହିଳା ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ପ୍ରିମିୟର ଲିଗ୍ରେ ବିସିସିଆଇ ପକ୍ଷରୁ ପ୍ରାୟ 10 କୋଟି ଟଙ୍କାର ପୁରସ୍କାର ରଖାଯାଇଛି। ଚଳିତ ସିଜନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8ଟି ମ୍ୟାଚ୍ରୁ 6ଟିରେ ବିଜୟ ଲାଭ କରି 12 ପଏଣ୍ଟ ସହ ଶୀର୍ଷରେ ରହିଥିଲା। 19 ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଷଷ୍ଠ ଥର ଲାଗି ପ୍ରବେଶ କରିଛି। ଗତକାଲି ଜିମ୍ବାୱେର ହରାରେଠାରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ ପାରିତ ହେଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ। ରାଜ୍ୟସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ। ବିଶ୍ୱସ୍ତରୀୟ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀ ପାଇଁ ଭାରତର ନେତୃତ୍ୱକୁ ପ୍ରଶଂସା କଲେ ଜାତିସଂଘ ମହାସଚିବ ଏବଂ ଭଦୋଦରାର କୋଟାମ୍ବି ସ୍ଥିତ ବିସିଏ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ମହିଳା ପ୍ରିମିୟର ଲିଗ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।